ମଦ ଆଡ୍ଡା ଭାଙ୍ଗିଦେଲେ ମହିଳା, ଦିନରେ ଶୋଇଛି ଅବକାରୀ ବିଭାଗ। ପାଟଣା ବ୍ଲକ ମୁଖ୍ୟାଳୟ ସଅଁର ପଶୁ ନିକଟ ଆକାଶୀୟ ଜଙ୍ଗଲ ଇଲାକାରେ ଚାଲିଥିବା ଚୋରା ମଦ ଆଡ୍ଡା ଉପରେ ଆଜି ସଅଁରା ପଶିର ପାଖାପାଖି 40ରୁ ଉର୍ଦ୍ଧ୍ୱ ମହିଳା ଅଚାନକ ଚଢାଉ କରି ଏହି ଆଡ୍ଡାକୁ ଭାଙ୍ଗି ଦେଇଛନ୍ତି। ଦୀର୍ଘ ବର୍ଷ ହେଲା ଏଠାରେ ଛାମୁଣ୍ଡିଆ ମାରି ଚୋରା ମଦ ବିକ୍ରେତାମାନେ ବ୍ୟବସାୟ ଚଳାଇ ଆସୁଥିଲେ। ଏହି ସ୍ଥାନଟି ନିଛାଟିଆ ହୋଇଥିବାରୁ ଯୁବକ ଓ ପୁରୁଷମାନେ ଯାଇ ଏଠାରୁ ମଦ ପିଇ ପଇସା ଉଡାଇବା ସହ ପରିବାରକୁ ଅଣଦେଖା କରୁଥିଲେ। ଘରର ପୁରୁଷମାନେ ଯାହା ରୋଜଗାର କରୁଥିଲେ, ଏହି ମଦ ଭାଟିରେ ମଦ ପିଇ ଘରେ ସବୁଦିନ ଅଶାନ୍ତି କରୁଥିବା ମହିଳାମାନେ ଅଭିଯୋଗ କରିଥିଲେ। ଏଠାରେ ସୂଚନା ଥାଉ କି ଗତକାଲି ମହିଳାମାନେ ଚୋରା ମଦ କାରବାର ବନ୍ଦ କରିବା ଦାବିରେ ଅବକାରୀ ଥାନା ଘେରାଉ କରିଥିବା ବେଳେ ଆଜି ପୁଣି ସଅଁରାପଶି ରାସ୍ତାକଡ଼ ଆକାଶୀୟ ଜଙ୍ଗଲରେ ମଦ ବିକ୍ରି ହେଉଥିବା ଖବର ପାଇ ମହିଳାମାନେ ସେଠାକୁ ଯାଇ ମଦ ଆଡ୍ଡାକୁ ଭାଙ୍ଗି ଦେଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିକଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।